ପିଲାମାନେ ଆଜି ଏକ ସୁନ୍ଦର ବିଷୟ ଆମେ ପଢିବା ସୁନ୍ଦର ଆମ ଘର ବୁଝିହେଲା। ଏକ ସୁନ୍ଦର ଚାପ୍ଟର ଇଏ ଆମର ହସ ଖୁସିର ପାଠ 8 ରେ ଇଏ ଦେଇଛି ଆମର ଦ୍ୱିତୀୟ ଶ୍ରେଣୀ ବୁଝିହେଲା। ତାହେଲେ ପଢିବା ସୁନ୍ଦର ଆମ କଣ ଘର। ତାହେଲେ ଆମେ ଯେଉଁ ଘରେ ରହୁ ସିଏ ଭାରି ସୁନ୍ଦର, ଧୂଳି ଅଳନ୍ଧୁ ନଥାଏ, ବଡ଼ ସଫା ସୁତର। ଜାତି ଜାତି ମନ୍ଦାରରେ ହସେ ଆମ ବଗିଚା, ନିରିମଳ ପରିବେଶ ଚାରିଆଡେ ଫରଚା। ଏଠି କଣ ହେଲା? ତାହେଲେ ଆମେ ଯେଉଁ ଘରେ ରହୁଛେ ସିଏ ହଉଛି ଭାରି ସୁନ୍ଦର ଆମ ପାଇଁ। ସେଥିରେ ଧୂଳି ଅଳନ୍ଧୁ କିଛି ଲାଗିନଥାଏ, ବହୁତ ସଫା ସୁତୁରା କରି ମୋ ମା ରଖିଛନ୍ତି। ଜାତି ଜାତି ମନ୍ଦାରରେ ହସେ ଆମ ବଗିଚା। ପିଲାମାନେ ବିଭିନ୍ନ ପ୍ରକାର ଫୁଲରେ ବା ମନ୍ଦାର ଫୁଲରେ ଆମ ବଗିଚାରେ ବହୁତ ଗୁଡ଼ିଏ ଫୁଲ ଫୁଟିଛି। ନିରିମଳ ପରିବେଶ ଚାରିଆଡେ ଫରଚା, ଚାରିଆଡେ ପୁରା କଣ ନିର୍ମଳ ପରିବେଶ, ପୁରା ସଫା ପରିବେଶ। ତାପରେ ଘରଟି ଆମର ଅଛି ନଈବନ୍ଧ କଡ଼ରେ, ଅପରାଜିତାର ଲତା ମାଡ଼ିଥାଏ ବାଡ଼ରେ। ପଢାପଢି ସାରି ଦେଇ ଭାଇ ବନ୍ଧୁ ମେଳରେ, ଆନନ୍ଦରେ ଖେଳୁ ଖେଳୁ ନୀତି ସଞ୍ଜ ବେଳରେ। ଖେଳ ଖେଳୁ ନୀତି ସଞ୍ଜ ବେଳରେ। ସୁନ୍ଦର ଘରକୁ ଆମେ କରୁନା ତ ଅସନା, ଆନନ୍ଦରେ ଥାଉ ସଦା ମନ ମାରି ବସୁନା। ତାହେଲେ ଘରଟି ଆମର କୋଉଠି ଅଛି? ନଈବନ୍ଧ କଡ଼ରେ ହେଲା, ଏବଂ ତା ବାଡ଼ରେ ଅପରାଜିତାର ଲତା ମାଡ଼ିଛି। ପଢାପଢି ଯେତେବେଳେ ଆମେ ସାରିଦଉ ସଞ୍ଜ ବେଳେ ଆନନ୍ଦରେ ଖେଳ ଖେଳିଥାଉ। ଆଉ ସୁନ୍ଦର ଘରକୁ ଆମେ କେତେବେଳେ ଅସନା କରୁନାହୁଁ, ଏବଂ ଯେହେତୁ ଆମେ ସବୁବେଳେ ସଫା ରହିଥାଉ ଆମ ମନ ମଧ୍ୟ ସବୁବେଳେ ଆନନ୍ଦରେ ପରିପୂର୍ଣ୍ଣ ହୋଇଥାଏ। ତାପରେ